ଅଧିଆ ଛେଳି ଆଉ ପୁଷି ମାଉସୀ ସକାଳିଆ କଅଁଳିଆ ଖରାରେ ବସି ଡିସ୍କସ୍ କରୁଥାନ୍ତି। 2025 ମସିହାଟା ଖାଲି ଏଣୁ ତେଣୁରେ ସରିଗଲା। ବସି ଶୋଇ ଦିନ କାଟିଲେ ଏ ଜୀବନର କିଛି ମୂଲ୍ୟ ନାହିଁ। ଚାଲ ସମସ୍ତେ ମିଶି ଗୋଟେ ବିଜନେସ୍ କରିବା, ଯାହା ଲାଭ ମିଳିବ ବାଣ୍ଟିକି ନେବା। ଏଇ କଥା ବିଚାରି ଯେଝା ଯାନବାହନ ଆଉ ଦଦରା ମୁଣି ଧରି ଭଦ୍ରକ ବାହାରିଲେ। ବାଟରେ କଥା ପଡ଼ୁ ପଡ଼ୁ ଗଦିଆ ଆଉ ପୁଷି ମାଉସୀ କହିଲେ, ମାଛ ଶୁଖୁଆ ବେପାର ବିଲକୁଲ ବି କରିବାନି, ନହେଲେ ଆମେ ତ ସବୁ ଖାଇଯିବା। ଲାଭ କ'ଣ, ମୂଳ ବି ଉଠିବନି। ଆଉ ଛେଳି କହିଲା, ପରିବା ପତ୍ର କି ଶାଗ ମାରିସ ବେପାର ବି କରିବାନି, ନହେଲେ ମୁଁ ସବୁ ଖାଇଦେବି। ଫାଇନାଲ ହେଲା ଛତୁ ବେପାର କରିବା। ସମସ୍ତେ ବଜାରରେ ପହଞ୍ଚି ନିଜ ନିଜ ମୁଣିରୁ ଟଙ୍କା ବାହାର କଲେ। ଗଦିଆ ଦେଲା 219 ଟଙ୍କା, ପୁଷି ଦେଲା 53.5 ଟଙ୍କା ଆଉ ଛେଳି 113 ଟଙ୍କା 75 ପଇସା। ଚିଠାଟେ କରି ସମସ୍ତଙ୍କର ମନି ଆମାଉଣ୍ଟ ଲେଖିଲେ ଆଉ ଛତୁ ମଞ୍ଜି ଧରିକି ଘରକୁ ଫେରିଲେ। ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ଲାଗି ପଡ଼ିଲେ। କିଛି ଦିନ ଭିତରେ ଛତୁ କଢ଼ ବି ବାହାରିଲା ଆଉ ତାଙ୍କ ପାଖକୁ ଗୋଟେ ଭୋଜି ପାଇଁ 10 କେଜିର ଅର୍ଡ଼ର ବି ଆସିଗଲା। ଆଉ